ମଧ୍ୟ ଜାମିନରେ ଆପଣ ଆପଣଙ୍କ କାର୍ଯ୍ୟାଳୟରେ ଏକାନ୍ତରେ ବତୀଟିଏ ଜଳେଇ ନିଜ କାର୍ଯ୍ୟରେ ଲିପ୍ତ ହୋଇଥିବେ। ଏହି ସମୟରେ ଯଦି କୌଣସି ମୃତ ଆତ୍ମା ଆପଣଙ୍କ ନିକଟରେ ତାର ଉପସ୍ଥିତ ଜାହିର କରେ, ଆପଣଙ୍କର କ'ଣ ହେବ? ଅଠାକଠିରେ ପଡ଼ିଯିବେ ନା ବରଡ଼ା ପତ୍ର ପରି ଥରିବାକୁ ଲାଗିବେ? ମୁଁ ରମାକାନ୍ତ ପଣ୍ଡା, ଡିଟେକ୍ଟିଭ୍ ରମାକାନ୍ତ ପଣ୍ଡା ଭାବେ ମୋତେ ସାରା ସହର ବାସିନ୍ଦା ହିଁ ଜାଣନ୍ତି। ପୋଲିସ ଭାବେ ମୁଁ ନିଯୁକ୍ତି ପାଇଲି। ନିଯୁକ୍ତି ପାଉ ପାଉ ମୁଁ ଜାଣିନି କେଉଁ ତଦନ୍ତର ଭାର ମୋ ହସ୍ତକୁ ହସ୍ତାନ୍ତର ହେବ। କାର୍ଯ୍ୟାଳୟରେ ମୁଁ ଏକେଲା ଥାଏ। ଚୌକି ଉପରେ ବସିଯାଇ ମେଜିଆ ଉପରେ ଋଷି ଶ୍ରୀ ଅରବିନ୍ଦଙ୍କର ଏକ ପୁସ୍ତକ ଦିବ୍ୟ ଜୀବନର ଦ୍ୱିତୀୟ ପଦ ପଢ଼ିବାକୁ ଲାଗିଲି। ନିଶାମୁଖର ସମୟ। ରବି ଅସ୍ତଗାମୀ ହେଇଗଲେଣି। ବିହଙ୍ଗମାନେ ନିଜ ନୀଡ଼କୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ସାର୍ ବୋଧେ ଆସିଲେ ନା କ'ଣ? ମୁଁ ତତ୍କ୍ଷଣାତ୍ ଚୌକିରୁ ଉଠିଗଲି। ମୋ ଉପରିସ୍ଥ ଅଧିକାରୀ ଆସିଥିଲେ। ସାଷ୍ଟାଙ୍ଗ ପ୍ରଣିପାତ ପରେ ସେ ମେଜିଆର ଆରପଟେ ଥିବା ଏକ ଚୌକି ଉପରେ ବସି ପଡ଼ିଲେ। ଇଂଲିଶରେ କହିଦେଇ ମୋତେ, ରମାକାନ୍ତ ସିଟ୍ ଡାଉନ୍ ପ୍ଲିଜ୍। ଇଂଲିଶରେ ୟେସ୍ ସାର୍ କହିକି ମୁଁ ଚୌକିରେ ବସି ପଡ଼ିଲି। ତାପରେ ସାର୍ କହିବା ଆରମ୍ଭ କଲେ, ମିଷ୍ଟର ରମାକାନ୍ତ, ଡିଟେକ୍ଟିଭ୍ ଭାବେ ତୁମର ଅନେକ ସୁନାମ ରହିଛି। ଆଜି ପୋଲିସ ଭାବେ ତୁମେ ନିଯୁକ୍ତି ପାଇଛ। ଡିଟେକ୍ଟିଭ୍ ହିସାବରେ ଯେମିତି ଅନେକ କେସ୍ର ଇନକ୍ୱାରି କରି ତୁମେ ତା'ର ସଲ୍ଭ କରିଛ, ଆଜି ସେମିତି ପୋଲିସ ହିସାବରେ ଗୋଟେ କେସ୍ର ସଲ୍ଭ ତୁମକୁ କରିବାକୁ ପଡ଼ିବ। ସାର୍, କେସ୍ଟା କ'ଣ? କେସ୍ଟି ହେଉଛି ଏହି ସହରରେ କିଛି ମାସ ତଳେ ହେଇଥିବା 2 ଗୋଟି ମର୍ଡର। ଏକ ରସନ ମିଆ, ଯିଏକି ମେଳା ମହୋତ୍ସବରେ ତବଲା ବଜାଏ। 2 ଇନ୍ସପେକ୍ଟର ସୁବ୍ରତ ବାବୁ, ଆମ ଥାନାରେ ବି ଚାକିରି କରିଥିଲେ। ମୁଁ ପ୍ରଥମରୁ କହିଦେଉଛି, ରସନ ମିଆ ସମସ୍ତେ କୁହନ୍ତି ସେ ଗୋହତ୍ୟାରେ ଇନଭଲ୍ଭ ଅଛି। ଆଉ ଏକ ହିନ୍ଦୁ ଧର୍ମର ବ୍ରାହ୍ମଣ ପରିବାରର ଗୋଟେ ଝିଅକୁ ସେ ବଳ ପ୍ରୟୋଗ କରି ଉଠେଇ ଆଣି ଜବରଦସ୍ତ ବିବାହ କରିଛି। ସାର୍, ସେଥିପାଇଁ ମୋ କଥା ସରିନି ରମାକାନ୍ତ। ସେଥିପାଇଁ ଟ୍ରକ୍ ଚଢ଼ି ସେ ମରିଗଲା। କିଛି ଲୋକ କହୁଛନ୍ତି ଏହାକୁ ହତ୍ୟା, କିଛି ଲୋକ କହୁଛନ୍ତି କୁକର୍ମ କରିଥିବା ହେତୁ ଏହି ଫଳ ସେ ପାଇଲା। ତୁମେ ଏହି କେସ୍ର କି ସିଦ୍ଧାନ୍ତ ନେବ ତା ତୁମେ ହିଁ ଜାଣିଥିବ। ସାର୍, ମୁଁ ଗୋଟେ କଥା ଜାଣିବାକୁ ଚାହେଁ, ଯଦି ରସନ ମିଆ ଗୋହତ୍ୟାରେ ଇନଭଲ୍ଭ ଅଥବା ଗୋଟେ ହିନ୍ଦୁ ଧର୍ମର ଝିଅକୁ ବଳ ପ୍ରୟୋଗ କରି ଉଠେଇ ଆଣି ଜବରଦସ୍ତ ବିବାହ କରିଛି, ଏଥିପାଇଁ କେହି ବିଧିବଦ୍ଧ ଏତଲା ଦେଇଛନ୍ତି କି ତା ନାଁରେ? ନା ରମାକାନ୍ତ, ତା ନାଁରେ ସେମିତି କିଛି ଏତଲା ନାହିଁ। କିନ୍ତୁ ଦିଲୁ ବଜରଙ୍ଗୀ ଓ ତା ଲୋକମାନେ ଏହି ଗୁଜବ ଉଠାଉଛନ୍ତି। ଦିଲୁ ବଜରଙ୍ଗୀ? ହୁଇସି? ସାର୍, ହଁ ରମାକାନ୍ତ, ସେ ହେଉଛି ଜଣେ ବାବା। ଏ ସହରରେ ତାର ବହୁତ ନାଁ ଅଛି। ଗୋଟେ ଭଲ ପ୍ରତିଷ୍ଠିତ ତାନ୍ତ୍ରିକ ବୋଲି ତାକୁ ସମସ୍ତେ କୁହନ୍ତି। ଆଉ ଯେଉଁମାନେ ବି କହୁଛନ୍ତି ଯେ ରସନ ମିଆର ମର୍ଡର ହେଇଛି, ସେମାନେ ବି କାହାକୁ ସନ୍ଦେହ କରୁନାହାନ୍ତି କି କାହା ନାଁରେ ବିଧିବଦ୍ଧ ଏତଲା ଦେଇନାହାନ୍ତି। ତମେ ଯାହା ତଦନ୍ତ କରିକି ଯାହା ତଥ୍ୟ ପାଇପାରିବ। ଆଉ ବାକି ରହିଲା ସୁବ୍ରତ ବାବୁ, ସେ ରସନ ମିଆ କେସ୍ର ଇନଭେଷ୍ଟିଗେସନ୍ କରୁଥିଲେ। କିଛି ଦିନ ତଳେ ତାଙ୍କ ଏକ ଗାଡ଼ି ବାଡ଼େଇ ଦେଇଗଲା। କିଛି ଲୋକ କହୁଛନ୍ତି ସେ ଟ୍ରକ୍ଟି ଜାଣିଶୁଣି ବାଡ଼େଇ ଦେଇଛି, ଆଉ କିଛି ଲୋକ କହୁଛନ୍ତି ଏହା ଏକ ଆକ୍ସିଡେଣ୍ଟ। ସୁବ୍ରତ ବାବୁଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା କି ଏ କେସ୍ର ଇନକ୍ୱାରି ନ କରିବା ପାଇଁ? ନା, ସେ ସେପରି କିଛି କହିନାହାନ୍ତି। କେହି ତାଙ୍କୁ ଲାଞ୍ଚ ଯାଚିଥିଲା କି? ନା, ସେପରି ବି କିଛି ସେ ଆମକୁ କହିନାହାନ୍ତି। ଆଚ୍ଛା, ଗୋଟେ କଥା କୁହନ୍ତୁ, ରସନ ମିଆ କ'ଣ ମାନେ ରସନ ମିଆର ସ୍ତ୍ରୀର ମାନେ? ହଁ, ତମେ ଯାହା ପଚାରିବାକୁ ଚାହୁଁଛ ମୁଁ ବୁଝିପାରୁଛି। ରସନ ମିଆ ଓ ତା ସ୍ତ୍ରୀ ଏକା ରହୁଥିଲେ ନା ତାଙ୍କର କିଛି ପିଲାପିଲି ଥିଲେ ବୋଲି? ତାର ଗୋଟେ ପୁଅ ଅଛି, ତା ନାଁ ଚିନ୍ମୟ। ଚିନ୍ମୟ ଏବେ ଯଶୋଦା ଦେବୀଙ୍କ ପାଖରେ। ଯଶୋଦା ଦେବୀ, ଯିଏକି ସୁବ୍ରତ ବାବୁଙ୍କ ମିସେସ୍।
ଯଶୋଦା ଦେବୀଙ୍କର ଗୋଟେ ଝିଅ ଅଛି। ସେ ସବୁବେଳେ କହେ ମା ମୋ ପାଇଁ ଗୋଟେ ଭାଇଟିଏ ଆଣିଦିଅ, ମୁଁ ତା ସାଙ୍ଗେ ଖେଳିବି। ଝିଅର ନାଁ ପ୍ରିୟଦର୍ଶିନୀ। ତେଣୁକରି ଯେତେବେଳେ ଯଶୋଦା ଦେବୀଙ୍କ ହାତକୁ ଚିନ୍ମୟକୁ ଆମେ ଟେକି ଦେଇଥିଲୁ, ସେତେବେଳେ ଆମେ ଦେଖିଲୁ ଚିନ୍ମୟର ଖୁସି କହିଲେ ନ ସରେ। ସତରେ ଯେପରି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କୁ ଦେଖି ଯଶୋଦା ଖୁସିରେ ଆତ୍ମହରା ହୋଇଯାଇଥିଲେ, ଦେବୀ ଯଶୋଦା ତ ଚିନ୍ମୟକୁ ଧରିବା ମାତ୍ରେ ଖୁସିରେ ଆତ୍ମହରା ହୋଇଗଲେ। ଯେତେବେଳେ ତାଙ୍କ ଝିଅକୁ ସିଏ କହିଲେ ଦେଖେ ସବୁବେଳେ କହୁ ମୋ ପାଇଁ ଭାଇଟିଏ ଆଣିଦିଅ, ଆଜି ଆଣିଦେଇଛି, ସେ ଝିଅର ଖୁସି କହିଲେ ନ ସରେ। ସତରେ ଯେପରି ସେ ଗଲା ଜନ୍ମର ଭାଇ ଭଉଣୀ ଆଉ ଯଶୋଦା ଦେବୀ ସେମାନଙ୍କର ମା। କିଛି ସମୟ ପାଇଁ ସେମାନଙ୍କର ଆଚରଣ ଦେଖିଲେ ଆମକୁ ଠିକ୍ ଏଇଆ ହିଁ ଲାଗିଥିଲା। କାରଣ ସାରିଆ ଯେହେତୁ ଆଜନ୍ମ ଦୃଷ୍ଟିବାଧିତ, ତେଣୁକରି ତା ପାଖରେ ପିଲାଟି ରହିଲେ ଅନହଳା ହେବ। ସାରିଆର ବାପା ମା କ'ଣ କେହି ନାହାନ୍ତି? ନା ରମାକାନ୍ତ, ତାର ବାପା ମା କେହି ନାହାନ୍ତି। ସେ ପିଲାଟି ଦିନରୁ ଅନାଥ। ତେଣୁକରି ସିଏ ଏମିତି ପ୍ରୋଗ୍ରାମ କରି ଗୀତ ବୋଲେ, ଆଉ ରସନ୍ମିଆ ଯେହେତୁ ତବଲା ବଜାଏ, ଦୁହେଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସାରିଆକୁ ଗୋଟେ ଅନ୍ଧର ଲଉଡ଼ି ମିଳିଯାଇଥିଲା। ତେଣୁକରି ରସନ୍ମିଆର ତାର ସେଇ ସଂସାର ଉପରେ ହୁଏତ ନଜର ଲାଗିଗଲା, ତାର ଅକାଳରେ ମୃତ୍ୟୁ ହୋଇଗଲା। ସାରିଆ ଏବେ ଅନାଥ ଆଶ୍ରମରେ। କିନ୍ତୁ ସାର୍ ତାକୁ କେଉଁ ବ୍ଲାଇଣ୍ଡ ସ୍କୁଲର ପରିସ୍ଥିତି ତୁମେ ଜାଣିଥିବ, ଯେଉଁଠି ଅସହାୟ ଗୁଳୁଗମରେ ବି ବ୍ଲାଇଣ୍ଡ ସ୍କୁଲରେ ଫୁଲ୍ ବ୍ଲାଇଣ୍ଡ ପିଲାଙ୍କୁ ଷ୍ଟାଫ୍ ମାନେ ଲୁହା ରଡ଼୍ରେ ମାଡ଼ ମାରିକି ଜବରଦସ୍ତ ସେଇ ବିନା ପଙ୍ଖାରେ ସେଇ ଗରମରେ ଶୋଇବାକୁ କୁହନ୍ତି, ଯେଉଁଠି ନିମ୍ନମାନର ଖାଦ୍ୟ ଦିଆଯାଏ, ସେମିତି ସ୍କୁଲରେ ସାରିଆକୁ ଛାଡ଼ିବା ଅପେକ୍ଷା ଏକ ଅନାଥ ଆଶ୍ରମରେ ଛାଡ଼ିଦେବା ତା ପାଇଁ ଗୋଟିଏ ଗୁଣରେ ଭଲ। ମିଷ୍ଟର ରମାକାନ୍ତ, ତୁମ ଉପରେ ବହୁତ ଭରସା ଅଛି। ତୁମେ ଏ କେସ୍ର ଇନଭେଷ୍ଟିଗେସନ୍ କର, ଉପଯୁକ୍ତ ତଦନ୍ତ କରିକି କିଛି ଗୋଟେ ସିଦ୍ଧାନ୍ତ ନିଅ, ଆଉ ସମସ୍ତ ତଥ୍ୟ ଲୋକଲୋଚନକୁ ଆଣ। ନିଶ୍ଚୟ ସାର୍, ସଭାରେ ହାଣ୍ଡି ଭଙ୍ଗା ନିଶ୍ଚୟ ହେବ, ଗୁପ୍ତ କଥା ନିଶ୍ଚୟ ପ୍ରକଟ ହେବ ସାର୍। ଥ୍ୟାଙ୍କ ୟୁ ସୋ ମଚ୍। ବେଷ୍ଟ ଅଫ୍ ଲକ୍ ରମାକାନ୍ତ। ସାର୍ ଏକ ନିଶ୍ୱାସରେ ଏପରି ସବୁ କହିଦେଇ ସେଠାରୁ ଚାଲିଗଲେ। ମୁଁ ଖାଲି ଆବା କାବା ହୋଇ ଠିଆ ହୋଇ ଏସବୁ ଶୁଣୁଥାଏ। ହଁ, ଯଶୋଦା ଦେବୀଙ୍କ ନାଁଟା ମୁଁ ପଢ଼ିଲା ବେଳେ ଶୁଣିଥିଲି, ସ୍କୁଲର ଜଣେ ଶିକ୍ଷୟିତ୍ରୀ। କିନ୍ତୁ ସେ ସ୍ନେହ କାଙ୍ଗାଳି ଏହା ମୁଁ ଜାଣିନଥିଲି। ମୁଖ୍ୟ ଫଟକ ପାଖରେ ମୁଁ ସେମିତି ଠିଆ ହୋଇଥାଏ, ପଥର ମୂର୍ତ୍ତିଟିଏ ପରି। ଫାଲ୍ଗୁନ ମାସ ଶୁକ୍ଳପକ୍ଷ, ରାତି ପାଇଲେ ଦୋଳ ପୂର୍ଣ୍ଣିମା। ନୀଳାମ୍ବରରୁ ଶଶୀର ତେଜ ବହୁତ ସୁନ୍ଦର ଦିଶୁଥିଲା ଧରଣୀ ବକ୍ଷରେ ପଡ଼ି। ପୁଣି ବସନ୍ତର ମୃଦୁମଳୟ ଆମ୍ବ ବଉଳର ବାସ୍ନା ବାଜୁଥିଲା ମୋ ନାସିକାର ଦ୍ୱାର ଦେଶରେ। ପୁଣି କୋକିଳର ମଧୁସ୍ୱର ବାଜୁଥିଲା ମୋର କର୍ଣ୍ଣ ଦେଶରେ। କ୍ଷଣିକ ପାଇଁ ମୁଁ ବାକ୍ ଶୂନ୍ୟ ହୋଇପଡ଼ିଥିଲି, ସେମିତି ଠିଆ ହୋଇଥାଏ। ଆଜି ଏ ଧୀର ସମୀରରେ ବି ସୁଦ୍ଧା କାହିଁକି କେଜାଣି ମୋ ଦେହରୁ ଗମ୍ ଗମ୍ ହେଇ ଝାଳ ବୋହୁଥାଏ। ମୋତେ ଲାଗୁଥାଏ ଯେପରି କି ଗୋଟେ ଅଛି। ମୋ ଅନୁମାନ ଠିକ୍ ସତ ହେଲା। ମୁଁ ସେମିତି ଏକମୁହାଁ ହୋଇ ଠିଆ ହୋଇଥାଏ। କାର୍ଯ୍ୟାଳୟ ଭିତରେ ଶୁଭିଥିଲା ଏକ ସଙ୍ଗୀତ, ଜହାଁ ଡାଲେ ଡାଲେ ପର ସୋନେ କି। ଆଶ୍ଚର୍ଯ୍ୟର କଥା, ଏଠି ତ ମୁଁ ଏକା। ଗୀତ ଗାଇଲା କିଏ? ପଛକୁ ବୁଲି ଦେଇ କିଏ ବୋଲି ଦେଖିବାକୁ ଯେତେବେଳେ ମୁଁ ମୁହଁ ଫେରାଏ, ହେ ଭଗବାନ, ଇଏ ମୁଁ କ'ଣ ଦେଖୁଛି? କି ବିଚିତ୍ର ଭୟାନକ ଦୃଶ୍ୟ। ବେସିନ୍ ପାଖରେ ଥିବା ଦର୍ପଣ ଆଗରେ ଠିଆ ହୋଇଥିଲା ଗୋଟେ ଶରୀର, କ୍ଷତ ବିକ୍ଷତ ହୋଇଥିବା ଏକ ଶରୀର। ମୁଁ କ'ଣ ଯେ କେହି ବି ମୋ ସ୍ଥାନରେ ଥିଲେ ତାକୁ ଦେଖି ପାଗଳ ହେଇଯାଇଥାନ୍ତା। ତା ଦେହରୁ ଟୋପା ଟୋପା ହେଇ ବିନ୍ଦୁ ବିନ୍ଦୁ ଝାଳ ବୋହି ଯାଇଥାନ୍ତା। ମୁଁ ଟିକେ ସାହସର ସହ ପଚାରିଲି, ଆଇ ଓଆରିଓ बोल कौन है तुम? अरे पहले नाम तो बता। ଏତିକି ପରେ ଧୀର ଶାନ୍ତ ସ୍ୱରରେ ସେ ଉତ୍ତର ଦେଇଥିଲା, ବାବୁ ଡରିଗଲ କି? ମୋ ନାଁ ଆନନ୍ଦ ଆଚାର୍ଯ୍ୟ। ଆନନ୍ଦ ଆଚାର୍ଯ୍ୟ? କିନ୍ତୁ ସବୁଆଡ଼େ ତ ବନ୍ଦ ବାନ୍ଧ ଅଛି, ଇଏ ପୁଣି ଭିତରକୁ କିପରି ଆସିଲା? ମୁଁ ଟିକେ ଉଚ୍ଚ ସ୍ୱରରେ ପଚାରିଲି, ଏଇ ସବୁଆଡ଼େ ତ ବନ୍ଦ ଅଛି, ତୁ ଭିତରକୁ କେମିତି ଆସିଲୁ? ହଁ କହ କେମିତି ଆସିଲୁ? ନଚେତ ହେଲେ ତୋତେ
ଗୁଳି କରିଦେଇ ମୁଁ। ସେ ପୁଣି ସେମିତି ଧୀର ଶାନ୍ତ ସ୍ୱରରେ ଉତ୍ତର ଦେଇଥିଲା, ବାବୁ ମୋତେ ଡରନି, ମୁଁ ତୁମର କିଛି କ୍ଷତି କରିବିନି। ଗୋଟେ ମୃତ ଆତ୍ମା ଆସିବା ପାଇଁ କ'ଣ ତା ପାଇଁ ବାଟ ଦରକାର? ଆଶ୍ଚର୍ଯ୍ୟର କଥା, ତମେ ତ ବଞ୍ଚିଛ, ମୋ ସାଙ୍ଗେ କଥା ହେଉଛ, ତମେ ମଲ କେମିତି? ହଁ ବାବୁ, ଏ ଯେଉଁ କ୍ଷତ ବିକ୍ଷତ ଶରୀର ଦେଖୁଛ ସିଏ ହେଉଛି ମୋର। ମୁଁ ମରି ସାରିଛି। ମୋ ନାଁ ଆନନ୍ଦାଚାର୍ଯ୍ୟ। ଶ୍ରୀ ଅରବିନ୍ଦ ବହିଙ୍କ ପଢ଼ିଥିଲେ ମୁଁ ଯେ ଏ ଜନ୍ମରେ ମଧ୍ୟ ଜଣେ ପୂର୍ବଜନ୍ମ କଥା ମନେ ପକାଇପାରେ। ଯଦି ଋଷି ଶ୍ରୀ ଅରବିନ୍ଦଙ୍କର କଥା ଠିକ୍ ବା ଦିବ୍ୟ ଜୀବନର ଦ୍ୱିତୀୟ ଭାଗ ବହିରେ ଯଦି ଲେଖା ହେଇଛି ଏ ଜନ୍ମରେ ଜଣେ ପୂର୍ବଜନ୍ମ କଥା ମନେ ପକାଇପାରେ, ଯଦି ଏଇଟା ସମ୍ଭବ, ତାମାନେ ଏ କ'ଣ ତାର ପୂର୍ବଜନ୍ମର ବୃତ୍ତାନ୍ତ ମୋ ଆଗରେ କହିବାକୁ ଆସିଛି? ନଚେତ୍ ଯେ କୃଷ୍ଣମୂର୍ତ୍ତିଙ୍କର ଏକ ବହି ଅଛି ଯାହାର ନାଁ ଜନ୍ମ ମୃତ୍ୟୁର ରହସ୍ୟ, ତାକୁ ମୁଁ ପଢ଼ିକି ଜାଣିଥିଲି ଅକାଳରେ ଜମାଳୟ ଗମନ କରିଥିବା କେଉଁ ଏକ ମୃତ ଆତ୍ମା ତାର ଆକାଂକ୍ଷା ହେତୁ ଆମର ଧରଣୀ ପୃଷ୍ଠରେ ତାର କାୟା ବିସ୍ତାର କରି ମୁଁ ମୋ ମନର ଉନ୍ମାଦନା ହଟାଇ ତାକୁ ପଚାରିଥିଲି, ତମର ଉଦ୍ଦେଶ୍ୟ କ'ଣ? କ'ଣ ପାଇଁ ତମେ ଏଠାକୁ ଆସିଛ? ସେ ସିଧାସଳଖ ଉତ୍ତର ଦେଇଥିଲା, ମୋ ନାଁ ଆନନ୍ଦାଚାର୍ଯ୍ୟ। ଶୁଣିବ ବାବୁ, ଆଜିକି ଠିକ୍ 27 ବର୍ଷ ତଳର କଥା। ସେତେବେଳେ ମୁଁ ମିଲିଟାରୀରେ ଚାକିରି କରିଥିଲି। ମୋ ସ୍ତ୍ରୀ ଶୁଭଲକ୍ଷ୍ମୀ ଓ ପୁଅ ସିକୁନ ଓ ଝିଅ ଅନୁସୟାକୁ ନେଇ ମୋର ଖୁସିର ଗୋଟେ ସଂସାରଟିଏ ଥିଲା। ପୁଣି ମୋ ଝିଅର ଗୋଟେ ସାଙ୍ଗ ଥିଲା, ତା ନାଁ ସାଇଦା। ଏକ ମୁସଲମାନ ସମ୍ପ୍ରଦାୟର ଝିଅଟିଏ ଥିଲା ସେ। ଯେତେବେଳେ ମୋ ସ୍ତ୍ରୀ କହିଥିଲା ସେ ଝିଅଟିର ବାପା ମା କାର୍ ଆକ୍ସିଡେଣ୍ଟରେ ମରିଗଲେ, ଆଜିଠୁ ସେ ଆମ ଘରେ ରହିବ, ମୁଁ ଏଗ୍ରି ହେଇଯାଇଥିଲି। ପିଲାମାନଙ୍କର ଖେଳ ଦେଖି ଆମର ସମୟ କେମିତି ବିତୁଥିଲା ତା ଆମେ ବି ଜାଣିପାରୁନି। ଦିନ ପରେ ଦିନ ଗଡ଼ି ଚାଲିଥାଏ। ସଞ୍ଜରୁ ସକାଳ ସେ ଘରେ କୋଳାହଳମୟ ପରିବେଶ ହେଉଥିଲା। ରଜନୀରେ ମଧ୍ୟ ସେ ଘରେ କୋଳାହଳର ବାତାବରଣ ସୃଷ୍ଟି ହେଉଥିଲା। ପରସ୍ପରଙ୍କ ଭିତରେ ଠଟ୍ଟା ତମସା, ଖେଳ, ଏହିପରି କେତେ ଯେ କଥା। ଦିନକର କଥା, ସାଇଦାର ଥିଲା ଜନ୍ମଦିନ। ସମସ୍ତେ ଆମେ ଖୁସିରେ ମସଗୁଲ ଥିଲୁ। ଏହି ସମୟରେ ବାହାରେ ଏକ ପ୍ରଚାର ଆମ କାନରେ ବାଜିଲା ଯେ ଆସନ୍ତା ଚୈତ୍ର ମାସରେ ହେବାକୁ ଥିବା ରାମନବମୀ ପାଇଁ ଏଠାରେ ଏକ ମନ୍ଦିର ନିର୍ମାଣ କରାଯିବ। ତେଣୁକରି ଜବରଦଖଲ କରିଥିବା ମୁସଲମାନମାନଙ୍କର ମସଜିଦ ଭାଙ୍ଗି ଦିଆଯିବ। କିନ୍ତୁ ବିନା ସରକାରୀ ନୋଟିସରେ ଏ କାମ କରିବାକୁ ସାହସ ହେଲା ବା କାହାର? ପୋଲିସକି ମୁଁ ଫୋନ୍ କଲି, ବୃତ୍ତାନ୍ତ ସମସ୍ତ ଜଣେଇଲି। ଅବସ୍ଥା ଯଥା ପୂର୍ବମ୍ ତଥା ପର। ପୋଲିସ ସବୁ ଜାଣିଲା, କିନ୍ତୁ ନିରବ ଦୃଷ୍ଟା ସାଜିଲା। ପୋଲିସ ତ ଆସିଲା ନାହିଁ। ଶେଷରେ ସେଦିନ ମଧ୍ୟନିଶିରେ ମୋ କବାଟକୁ ବାଡ଼େଇବାକୁ ଲାଗିଲେ କିଛି ଲୋକ। ତାପରେ କିଛି ସମୟର ବିଳମ୍ବନା ପରେ ଯେତେବେଳେ ମୁଁ କବାଟ ଖୋଲି ଦେଇଛି, ଦେଖିଲି ଦିଲୁ ବଜରଙ୍ଗୀ ଓ ତା ଗୁଣ୍ଡାମାନେ। ତାପରେ କ'ଣ ହେଲା? ସେମାନେ ଆମମାନଙ୍କୁ ବଳ ପ୍ରୟୋଗ କରି ଉଠେଇ ନେଇଗଲେ। ମୋତେ ଏକାନ୍ତରେ ଗୋଟେ କୋଠରୀରେ ବାନ୍ଧିଦେଲେ। ଆଉ ମୋ ସ୍ତ୍ରୀ ସାଇଦା, ମୋ ପୁଅ ଝିଅଙ୍କୁ ପେଟ୍ରୋଲ ପକାଇ ଜୀବନ୍ତ ହତ୍ୟା କଲେ ସେମାନେ। ପରେ ତାଙ୍କ ପାଖରେ ବନ୍ଦୀ ହୋଇ ରହିବା ପରେ ମୁଁ ଜାଣିବାକୁ ପାଇଲି ହୋମ୍ ମିନିଷ୍ଟର ସହିତ ମିଶି ଦିଲୁ ବଜରଙ୍ଗୀ ଓ ତାର ବିଶ୍ୱସ୍ତ ମାଧବ ଏ ଚକ୍ରାନ୍ତ କରିଛନ୍ତି। ହିନ୍ଦୁ ମୁସଲମାନ ଭିତରେ ଭାଇଚାରା ଭାଙ୍ଗି ଏକ ଦଙ୍ଗା କରିବା ପାଇଁ ଦେଶରେ ସେମାନେ ଏହିପରି କୁକାର୍ଯ୍ୟ କରିଥିଲେ। କିନ୍ତୁ ସେମାନଙ୍କର ଖଣ୍ଡା ଚୋଟର ଶିକାର ହେଲି ମୁଁ। ଅକାଳରେ ମୋ ପ୍ରାଣ ଚାଲିଗଲା। ଶୁଭଲକ୍ଷ୍ମୀ ଯିଏ ଜନ୍ମରେ ଯଶୋଦା ହୋଇ ଜନ୍ମିଛି, ସାଇଦା ଯିଏ ଜନ୍ମରେ ସାରିଆ ହୋଇ ଜନ୍ମିଛି, ଚିନ୍ମୟ ମୋର ସେଇ ପୁଅ। ସେଇଦିନେ ଏ ଜନ୍ମରେ ଜନ୍ମିଥିବା ମୋର ଝିଅ ପ୍ରିୟଦର୍ଶିନୀ ତା ପ୍ରତି ଆକୃଷ୍ଟ ହୋଇଯାଉଛି। ତାକୁ ଭାଇ ବୋଲି ଭାବି ବକ୍ଷରେ ଲଗେଇ ଦେଉଛି। ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲି ମୁଁ ଏକ ମୃତ ଆତ୍ମା ଆସିକି ବି ତା କାହାଣୀ ମୋତେ କହିବ। ଡିଟେକ୍ଟିଭ କାହାଣୀ ମୁଁ ଅନେକ କରିଛି, ଅନେକ ଡିଟେକ୍ଟିଭ କେସ୍ କରି ତାର ସମାଧାନ ମଧ୍ୟ କରିଛି। କିନ୍ତୁ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେବି ତା ମୋ କଳ୍ପନା ବାହାରେ ଥିଲା। ପ୍ରଭାତ ମାଡ଼ି ଆସୁଥାଏ। କିଛି ସମୟ ପରେ ସିନ୍ଦୁର ଫାଟିବ ଓ ରବିଙ୍କର ତେଜରେ
सारा अवनी आलोकित होइजिब। मु प्रतिज्ञा कली जे मु आपनको कथा दउची मु निश्चय आपणकर एई समस्यार समाधान करिबी। अवश्य से आ गोटे भल काम करिथिला से मृत आत्मा मते कहि देइथिला रसन्या और सुब्रत बाबूंकर मृत्युर रहस्य। रसन्या को ट्रक चढ़ई मारी दिया जाइथिला। तिलु बजरंगी को हत्यार इनभल्व थिला जार समस्त साक्षी थिला रसन्या। सुब्रत बाबू ए केसर इन्वेस्टिगेशन करुथिले तेणुकरी तांको हत्या कर दिया जाइथिला। परदिन सकाळु मु पहुँचली जशोदा देवी पाखे। समस्त वृत्तांत कहवा पर से पूर्व जन्म कथा स्मरण करिथिले ओ स्वीकार मध्य करिथिले। तापरे सारा सहर रे कथा चर्चार विषय होइथिला। उभय गृह मंत्री ओ माधव ओ तिलु बजरंगी की गिरफ्त करिथिले। समस्त जेते पचार आपण प्रूफ केमती पाइले मु कही जशोदा देवी घर को गला बेले सेठारे थिबा एक डायरी जो डायरी रे गोटे चिठी थिला। ए चिठी रे लिखाई थिला मु रसन्या तिलु बजरंगी और होम मिनिस्टर और माधव गो हत्यार इनभल्व अछंती। गोरु मानक से मारुचंती तांकर चमड़ा नहीं मस्जिद पाखे पकाउचंती और देश रे हिंदू मुसलमान दंगार सूत्रपात करुचंती। और ता सहित लिखाई थिला फोन नंबर टी जहाँ लगेगा पर मु जानली ए नंबर होची तिलु बजरंगी। तापर गोटा गोटा इन्वेस्टिगेशन मु करी चलली। देखिली तिलु बजरंगी बारंबार दुईटी नंबर सहित कथा गोटे होम मिनिस्टर और गोटे माधव। कॉल रेकर्ड पाइला पर मु जानिली सुब्रत बाबू और रसन्यार मर्डर इतिहास। जो मान को भोट दे लोक नेता भाई बाछिले सी शेष से हत्यार कारण है बाबा भाभी जो फंड को जे लोक मैंने पूजा करते सी जे गोटे देशद्रोही आतंकवादी यह जनमानसर कल्पना बाहर था। जशोदा देवी पुओ झील को एक कहवाक मना कर आज भी सारिया अनाथ आश्रम अच्छी। अवश्य से जानी चिन्मय पूर्वजन्मर आनंद बाबू पुओ किंतु बेले बेले से देखा करने को आसे। आज भी सुधा चिन्मय ओ अनुसया बा प्रियदर्शिनी जन्मर से माने किछि भी जानती नहीं। हिंदू रीति अनुसार आनंद बाबू आत्मा को मोक्ष प्रदान करा जाइथिला। आत्मा माने बेले बेले तांको उपस्थित जाहिर करती किंतु न्याय पाइबा पई आम मानको हैरान करिबा पई नुहे। भूल रे भी राति रे एका रहिबेनी नचेत आपन को सहित